हेलो पिला माने आज आम पढ़ा पंचम श्रेणीर लेसन 2 द लिटिल राउंड बॉल। चलते आम रीडिंग करवा। वंस अपॉन ए टाइम देयर लिव्ड एन ओल्ड मैन एंड ओल्ड वुमन। वन डे द ओल्ड मैन सेड, डू मेक ए बॉर्न फॉर मी माय डियर। द ओल्ड वुमन took flour from the box, made dough out of the flour, and from the dough she made a little round ball. She baked it and put it on the window sill to cool. The little round ball lay there from something. Then it rolled from the window to a bench, from bench to the floor, and from the floor to the door. From the door it rolled out of the gate. It rolled on and on. By and by it met a rabbit on the way. The rabbit said, "Stop, little round ball. I am going to eat you up." "Don't do that, rabbit. Let me sing a song," said the bone, and it began to sing. Taken out of the flour box, made into a dough, and baked in the oven and cooled on the sill. I ran away from Grandpa, I ran away from Grandma, and I will run away from the rabbit. This minute I will, and off it rolled out. ଏବେ ଆମେ ଅଳ୍ପ ଅଳ୍ପ କରିକି ତାର ମାନେ ବୁଝିବା। ଦ ଲିଟିଲ୍ ରାଉଣ୍ଡ ବଲ୍। ଦ ଲିଟିଲ୍ ମାନେ ଛୋଟ, ରାଉଣ୍ଡ ଗୋଲ, ବଲ୍ ମାନେ ପିଠା, ଛୋଟ ଗୋଲ ପିଠା। ବୁଝିହେଲା। ୱାନ୍ସ ଅପନ୍ ଏ ଟାଇମ୍, ଏକଦା ଗୋଟେ ସମୟ ବା ଏକଦା ଥରେ। ଦେୟାର ଲିଭ୍ଡ ଆନ୍ ଓଲ୍ଡ ମ୍ୟାନ୍ ଆଣ୍ଡ ଓଲ୍ଡ ୱୁମ୍ୟାନ୍, ସେଠାରେ କ'ଣ ନା ଗୋଟେ ବୃଦ୍ଧ ଆଉ ଗୋଟେ ବୃଦ୍ଧା, ମାନେ ବୃଦ୍ଧ ଲୋକ ଆଉ ବୃଦ୍ଧା ଦୁଇ ଜଣ ବାସ କରୁଥିଲେ। ୱାନ୍ ଡେ ଦ ଓଲ୍ଡ ମ୍ୟାନ୍ ସେଡ୍, ଦିନେ ବୃଦ୍ଧ ଲୋକଟି କହିଲା, ଡୁ ମେକ୍ ଏ ବନ୍ ଫର୍ ମି, ମୋ ପାଇଁ ତୁମେ ଗୋଟେ ପିଠା କରିପାରିବ କି? ମାଇ ଡିଅର୍, ମୋର ପ୍ରିୟ, ମାନେ ସେ କାହାକୁ କହୁଛି? ଓଲ୍ଡ ୱୁମ୍ୟାନ୍କୁ। ଦ ଓଲ୍ଡ ୱୁମ୍ୟାନ୍ ସେଡ୍, ଓଲ୍ଡ ୱୁମ୍ୟାନ୍ଟି କହିଲେ, ଟୁକ୍ ଫ୍ଲୋର୍ ଫ୍ରମ୍ ଦି ବକ୍ସ। ଓଲ୍ଡ ୱୁମ୍ୟାନ୍ କ'ଣ କଲେ ନା ଆଣିଲେ, କ'ଣ ଆଣିଲେ ରେ? ବକ୍ସରୁ କ'ଣ ଆଣିଲେ ନା ଫ୍ଲୋର୍ ମାନେ ଅଟା। ମେଡ୍ ଡାଉ ଆଉଟ୍ ଅଫ୍ ଫ୍ଲୋର୍, ସେ ଅଟାରୁ କ'ଣ ବନେଇଲେ ନା ଅଟା ଚକଟା। ଡାଉର ଅର୍ଥ ହେଉଛି ଅଟା ଚକଟା। ଆଣ୍ଡ ଫ୍ରମ୍ ଦି ଡାଉ, ଏବଂ ସେହି ଡାଉରୁ ସି ମେଡ୍ ଏ ଲିଟିଲ୍ ରାଉଣ୍ଡ ବଲ୍, ସେ ଗୋଟେ କ'ଣ କଲେ, ଗୋଟେ ଲିଟିଲ୍ ଛୋଟ କ'ଣ ପିଠା ବନାଇଲେ। ସି ବେକ୍ଡ ଇଟ୍, ସେ ତାକୁ ବେକ୍ଡ ମାନେ ସେକିବା, ସେକିଲେ। ଆଣ୍ଡ ପୁଟ୍ ଇଟ୍ ଅନ୍ ଦ ୱିଣ୍ଡୋ ସିଲ୍, ଏବଂ ତାକୁ ଝରକାର କ'ଣ ଧାରରେ ରଖିଲେ। ଟୁ କୁଲ୍, ଥଣ୍ଡା ହେବା ପାଇଁ। ଦ ଲିଟିଲ୍ ରାଉଣ୍ଡ ବଲ୍ ଲେ ଦେୟାର, ଦ ଲିଟିଲ୍ ରାଉଣ୍ଡ ବଲ୍ ଲେ ଦେୟାର ଫ୍ରମ୍ ସମ୍ ଟାଇମ୍, ସେଠି କ'ଣ ଛୋଟ ପିଠାଟି କିଛି ସମୟ ପାଇଁ ରହିଲା। ଦେନ୍ ଇଟ୍ ରୋଲ୍ଡ ଫ୍ରମ୍ ଦ ୱିଣ୍ଡୋ, ତାପରେ ସେ କ'ଣ କଲା ନା ୱିଣ୍ଡୋରୁ ଟୁ ଏ ବେଞ୍ଚ, କୁଆଡ଼େ ଗଲାରେ ନା ଗୋଟେ ବେଞ୍ଚକୁ ଗଲା। ଦେନ୍ ଇଟ୍ ରୋଲ୍ଡ ଫ୍ରମ୍ ଦ ୱିଣ୍ଡୋ ଟୁ ଏ ବେଞ୍ଚ, ତାପରେ ସେ କ'ଣ କଲା, ରୋଲ୍ଡ ହେଉଛି ଗଡ଼ିଯିବା। ଗଡ଼ିଲା କେଉଁଠୁ ନା ଝରକାରୁ ବେଞ୍ଚ ପାଖକୁ। ଫ୍ରମ୍ ଦ ବେଞ୍ଚ ଟୁ ଦ ଫ୍ଲୋର୍, ତାପରେ ବେଞ୍ଚ ପାଖରୁ ଫ୍ଲୋର୍, ଫ୍ଲୋର୍ର ଅର୍ଥ ହେଉଛି ଚଟାଣ। FLOOR, ଏଠି ଆମେ ଆଗରୁ ଗୋଟେ ପଢ଼ିଥିଲେ ଫ୍ଲୋର୍, FLOUR, ଫ୍ଲୋର୍ର ଅର୍ଥ ହେଉଛି ଅଟା। FLOOR ହେଉଛି ଫ୍ଲୋର୍, ଫ୍ଲୋର୍ ମାନେ କ'ଣ ଚଟାଣ। ଆଣ୍ଡ ଫ୍ରମ୍ ଫ୍ଲୋର୍ ଟୁ ଦ ଡୋର୍, ତାପରେ ଚଟାଣରୁ କେଉଁଠିକି ଗଲାରେ ନା ଡୋର୍ ପାଖକୁ। ଫ୍ରମ୍ ଦି ଡୋର୍ ଇଟ୍ ରୋଲ୍ଡ ଆଉଟ୍ ଅଫ୍ ଦି ଗେଟ୍, ତାପରେ କ'ଣ କଲା ନା ପୁଣି ସେ ଡୋର୍ ପାଖରୁ କେଉଁଠି ଗତି ଗଡ଼ିଗଲା ନା ଗେଟ୍ ପାଖକୁ ଗଡ଼ିଗଲା। ଇଟ୍ ରୋଲ୍ଡ ଅନ୍ ଆଣ୍ଡ ଅନ୍, ତାପରେ ଏମିତି ଗଡ଼ି ଗଡ଼ି ଚାଲିଲା।
ବାଏ ଆଣ୍ଡ ବାଏ ଇଟ୍ ମେଟ୍ ଏ ରାବିଟ୍ ଅନ୍ ଦ ୱେ। ଯିବା ସମୟରେ ସେ କ'ଣ କରୁଛି ନା ଗୋଟେ ରାବିଟ୍କୁ ରାସ୍ତାରେ ଭେଟିଛି। ତ ରାବିଟ୍ ସେଡ୍, ରାବିଟ୍ଟି କହିଲା ଷ୍ଟପ୍ ଲିଟିଲ୍ ରାଉଣ୍ଡ ବଲ୍, ହେ ଛୋଟ ପିଠା ତୁମେ ରହିଯାଅ। ଆଇ ଆମ୍ ଟୁ ଇଟ୍ ୟୁ ଅପ୍, ମୁଁ କ'ଣ କରିବି ନା ତୁମକୁ ଖାଇବି। ଡୋଣ୍ଟ ଡୁ ଦ୍ୟାଟ୍ ରାବିଟ୍, ସେ କ'ଣ କହିଲା ନା ଏହିପରି କର ନାହିଁ ରାବିଟ୍। ଲେଟ୍ ମି ସିଙ୍ଗ୍ ୟୁ ଏ ସଙ୍ଗ୍, ମୁଁ ପ୍ରଥମେ ତୁମକୁ ଗୋଟେ କ'ଣ ଗୀତ ଗାଇ ଶୁଣାଇବି। ସେଡ୍ ଦି ବନ୍, କିଏ କହିଲା ରେ ନା ବନ୍ଟି କହିଲା। ଆଣ୍ଡ ଇଟ୍ ବିଗ୍ୟାନ୍ ଟୁ ସିଙ୍ଗ୍, ଏବଂ ଗୀତ ଗାଇବା ଆରମ୍ଭ କଲା। ଟେକେନ୍ ଆଉଟ୍ ଅଫ୍ ଦି ଫ୍ଲୋର୍ ବକ୍ସ, କେଉଁଠୁ ସେ ବାହାରିଛି ରେ ନା ଅଟା ବାକ୍ସରୁ ବାହାରିଛି। ଆଣ୍ଡ ଇଣ୍ଟୁ ଏ ଡାଓ, ମେଡ୍ ଇଣ୍ଟୁ ଏ ଡାଓ, ତାପରେ କ'ଣ କରାଗଲା ନା ଗୋଟେ ଅଟାରୁ ଅଟା ଚକଟା ବନା କରାଗଲା। ଆଣ୍ଡ ବେକ୍ଡ ଇନ୍ ଏ ଓଭେନ୍, ତାପରେ ତାକୁ କେଉଁଠି ସେକା ହେଲା ରେ ଓଭେନ୍ରେ ସେକା ହେଲା। ଆଣ୍ଡ କୁଲ୍ଡ ଅନ୍ ଦି ସିଲ୍, ଏବଂ ତାକୁ ଥଣ୍ଡା କରିବା ପାଇଁ ସିଲ୍ରେ ରଖାଗଲା, ମାନେ ଝରକାର ଧାରରେ ରଖାହେଲା। ଆଇ ରନ୍ ଆୱେ ଫ୍ରମ୍ ଗ୍ରାଣ୍ଡପା, ମୁଁ ଗ୍ରାଣ୍ଡପା ପାଖରୁ ଦୌଡ଼ି ଆସିଲି। ଆଣ୍ଡ ରନ୍ ଆୱେ ଫ୍ରମ୍ ଗ୍ରାଣ୍ଡମା, ଏବଂ ଗ୍ରାଣ୍ଡମା ପାଖରୁ ମଧ୍ୟ ଦୌଡ଼ି ଆସିଲି। ଆଣ୍ଡ ଆଇ ୱିଲ୍ ରନ୍ ଆୱେ ଫ୍ରମ୍ ଦ ରାବିଟ୍, ମୁଁ ମଧ୍ୟ ରାବିଟ୍ ଠାରୁ ଦୌଡ଼ି ପଳାଇବି। ଦିସ୍ ମିନିଟ୍ ଆଇ ୱିଲ୍ ଆଣ୍ଡ ଅଫ୍ ଇଟ୍ ରୋଲ୍, ଏହି ସମୟ ମଧ୍ୟରେ, ଏହା କହି ସେ କ'ଣ କଲା ନା ଗଡ଼ି ଚାଲିଲା। ଦେଖ ପିଲାମାନେ ଚିତ୍ରରେ ଦେଇଛି କ'ଣ ନା ସେ କେମିତି ରାବିଟ୍କୁ ଭେଟ କରିଛି, କିଏ ନା ଲିଟିଲ୍ ରାଉଣ୍ଡ ବଲ୍। ତାହେଲେ ପିଲାମାନେ ମୁଁ ଆଉଥରେ ଗପଟିକୁ ଆଉଥରେ ବର୍ଣ୍ଣନା କରୁଛି। ନା ଏକଦା କ'ଣ କରୁଛି ନା ଗୋଟେ ସ୍ଥାନରେ ଗୋଟେ ବୃଦ୍ଧ ଆଉ ଜଣେ ବୃଦ୍ଧା ମହିଳା ରହୁଥିଲେ। ବୃଦ୍ଧ ଲୋକଟି ଦିନେ ତାର ସ୍ତ୍ରୀକୁ ବା ବୃଦ୍ଧା ମହିଳାକୁ ପିଠା ବନେଇବାକୁ କହିଲା। ସେ ତାର ପିଠା ବନେଇବା ପାଇଁ ଅଟା ବାକ୍ସରୁ ଅଟା ବାହାର କଲା ଏବଂ ସେଥିରେ ଅଟା ଚକଟା ବନେଇଲା। ତାପରେ ଗୋଟେ ଛୋଟ ବନ୍ଟେ କରି ବା ପିଠାଟେ କରି ତାକୁ ଓଭେନ୍ରେ ସେକିବା ପାଇଁ ଛାଡ଼ିଦେଲା। ସେ ଓଭେନ୍ରେ ସେକିବା ପରେ ତାକୁ ଝରକା କାନ୍ଥରେ ଥଣ୍ଡା ହେବା ପାଇଁ ଛାଡ଼ିଦେଲା। ବନ୍ଟି କିଛି ସମୟ ଝରକା ଧାରରେ ରହିଲା ପରେ ସେ କ'ଣ ଗଡ଼ିବା ଆରମ୍ଭ କଲା। କେଉଁଠୁରୁ କେଉଁଠିରେ, ଝରକାରୁ ବେଞ୍ଚକୁ, ବେଞ୍ଚରୁ ଚଟାଣରୁ ଡୋରକୁ, ଡୋର ପାଖରୁ ଗେଟ୍ ପାଖକୁ, ତାପରେ ଏପରି ଗଡ଼ି ଚାଲିଲା। ଏବଂ ରାସ୍ତାରେ ଯାଉ ଯାଉ ରାବିଟ୍ରେ ଭେଟ ହେଲା। ରାବିଟ୍ ତାକୁ କହିଲା କି ବନ୍ ତୁମେ ରହିଯାଅ, ମୁଁ ତୁମକୁ ଖାଇବି। ବନ୍ଟି କହିଲା କ'ଣ ନା ତମେ ଖାଇବା ପୂର୍ବରୁ ମୁଁ ଗୋଟେ ଗୀତ ଗାଇ ଶୁଣାଉଛି। ସେ ଗୀତଟି କ'ଣ ଗାଇଥିଲା ରେ ନା ଟେକେନ୍ ଆଉଟ୍ ଅଫ୍ ଦି ଫ୍ଲୋର୍, ସେ ଅଟା କ'ଣ ବାକ୍ସରୁ ବାହାର କରାଗଲା। ତାପରେ ଡାଓ ବନା ହେଲା, ସେଥିରେ କ'ଣ ଓଭେନ୍ରେ ତାକୁ ସେକା ହେଲା ଏବଂ ଥଣ୍ଡା ହେବା ପାଇଁ ଝରକାରେ ଛାଡ଼ି ଦିଆହେଲା। ସେ କ'ଣ କରିଛି, ପିଠାଟି ଗ୍ରାଣ୍ଡପାଙ୍କ ଦୃଷ୍ଟିରୁ ଦୌଡ଼ି ଆସିଛି, ଗ୍ରାଣ୍ଡମାଙ୍କ ଦୃଷ୍ଟିରୁ ମଧ୍ୟ ଦୌଡ଼ି ଆସିଛି। ଏବେ ମଧ୍ୟ କ'ଣ କରିବ ନା ରାବିଟ୍ ଠାରୁ ମଧ୍ୟ ଦୌଡ଼ି ପଳାଇବ। ଏହା କହି ସେ କ'ଣ କରିଛି ନା ବନ୍ ପାଖରୁ ଦୌଡ଼ି ଚାଲି ଆସିଛି। କ'ଣ ବନ୍ଟି ରାବିଟ୍ ପାଖରୁ ଦୌଡ଼ି ଚାଲି ଆସିଛି। ପିଲାମାନେ ତୁମେମାନେ ବୁଝିପାରିଲ ନା? ଯଦି ବୁଝିଥିବ ନିଶ୍ଚିନ୍ତ ଭାବରେ ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରିବାକୁ ଭୁଲିବନି।